ବର୍ତ୍ତମାନ ଶୁଣନ୍ତୁ କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 36ତମ ଭାଗ। ପ୍ରଯୋଜନା ଡ ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ। ଏହି ଅଧ୍ୟାୟରେ ଶ୍ରୀରାମ ଲକ୍ଷ୍ମଣ ଗହନ କାନନରେ ପ୍ରବେଶ କରିଛନ୍ତି। ସେଠାରେ ଥିବା ଗାଈ ଗୋଠରେ ଗୌଡ଼ମାନଙ୍କଠାରୁ କ୍ଷୀର ପାନ କରି କ୍ଷୁଧାତୃଷା ନିବାରଣ କରିଛନ୍ତି। ଏହାପରେ ହନୁମାନଙ୍କ ସହ ଋଷ୍ୟମୁଖ ଗିରିରେ ଭେଟ ହୋଇଛି। ହନୁମାନଙ୍କ କଥାରେ ଯାଇ ସୁଗ୍ରୀବଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ମିତ୍ରତା ସ୍ଥାପନ ହୋଇଛି। ନିଜ ରାଜ୍ୟ ଛାଡ଼ି ଋଷ୍ୟମୁଖ ପର୍ବତରେ ରହିବାର କାରଣ ବର୍ଣ୍ଣନା କରୁଛନ୍ତି ସୁଗ୍ରୀବ ରାମଙ୍କ ଆଗରେ। ରାମ ଲକ୍ଷ୍ମଣ ପଶିଲେ ଗହନ ବନ ନିକଟେ ଗୋଧନ। ସୌମିତ୍ରୀ କହେ ଶୁଣ ରାମ ରାଏ, କ୍ଷୁଧାରେ ଅଧୀର ଜୀବନ ରଘୁନନ୍ଦନ। ବାରେ ରକ୍ଷା କର ଆମ୍ଭ ଜୀବନ ରଘୁନନ୍ଦନ। ବାରେ ରକ୍ଷା କର ଆମ୍ଭ ଜୀବନ। ଭାଇ ବିକଳ ଦେଖି ରଘୁନନ୍ଦନ, ଆଗରେ ଦେଖି ଗୋଧନ। ବେগে ବେগে ଯାଇ ଗୋଷ୍ଠରେ ପାଇ, ଗୋପାଳେ ଯାଚନ୍ତି ରତନ ରଘୁନନ୍ଦନ। ପାଇ ଗୋପାଳେ ଯାଚନ୍ତି ରତନ ରଘୁନନ୍ଦନ। ପାଇ ଗୋପାଳେ ଯାଚନ୍ତି ରତନ। ମଣି ବନ୍ଧାନିୟ କିଛି ଦୁଧ ଦିଅ, ଭାଇ ମୋର କରୁ ପାନ। ବୋଲନ୍ତି ଗୋପାଳେ କେଉଁ ଗଛ ଫଳେ, ତୁମ୍ଭେ ବୋଲ ମଣି ରତନ ରଘୁନନ୍ଦନ। ବୋଲ ମଣି ରତନ ରଘୁନନ୍ଦନ। ତୁମ୍ଭେ ବୋଲ ମଣି ରତନ। ক্ষুধার বিকলে সৌমিত্রী বলে, রকত দুহান্তু গোধন। তৎক্ষণে গাই রকত দুহাই, দুহান্তে দুগ্ধর তবন রঘুনন্দন। রক্ষা কর আম্ভ জীবন রঘুনন্দন। বারে রক্ষা কর আম্ভ জীবন। গাଈଙ୍କର ଦୁଗ୍ଧର କତ ଦେଖି, ହଜିଗଲା ତ ତାଙ୍କ ଜ୍ଞାନ। ଶ୍ରୀରାମଙ୍କୁ ବେଢ଼ି ପାଦ ତଳେ ପଡ଼ି, ବୋଲନ୍ତି କିଛି ଦିଅ ଦାନ ରଘୁନନ୍ଦନ। ବାରେ ରକ୍ଷା କର ଆମ୍ଭ ଜୀବନ ରଘୁନନ୍ଦନ। ବାରେ ରକ୍ଷା କର ଆମ୍ଭ ଜୀବନ। ତାଙ୍କର ବିକଳେ ଶ୍ରୀରାମ ବୋଲନ୍ତି, ଦୁହାନ୍ତୁ ଗାଈ କ୍ଷୀର ମାନ। ତତକ୍ଷଣେ ଗାଈ କ୍ଷୀର ମାନ ଦେଇ, ହରସ ବରଜ ରାଜନ ରଘୁନନ୍ଦନ। ଦେଇ ହରସ ବରଜ ରାଜନ ରଘୁନନ୍ଦନ। ଦେଇ ହରସ ବରଜ ରାଜନ। ଦୁଧ ଭାଣ୍ଡ ନେଇ ଶ୍ରୀରାମଙ୍କୁ ଦେଇ, ତୋଷ କଲେ କପିଣ୍ଡ ମାନ। ଶ୍ରୀରାମଚନ୍ଦ୍ରଙ୍କ ଚରଣ ପଙ୍କଜେ, ନିଶ୍ଚଳେ ରହୁ ବିଷି ମନ ରଘୁନନ୍ଦନ।
ନିଶ୍ଚଳେ ରହୁ ବିଶି ମନ ରଘୁନନ୍ଦନ ବାରେ ରକ୍ଷା କର ଆମ୍ଭ ଜୀବନ। ସରୋବର ତଟୁ ବିଜେ ରାମ ବୋଲନ୍ତି କହ ଏ ଗିରି ନାମ। ଲକ୍ଷ୍ମଣ ଜଣାନ୍ତି ଋଷ୍ୟମୁଖ ଗିରି ସୁଗ୍ରୀବର ଏ ଆଶ୍ରମ ହେ ଦେବ ସୁଗ୍ରୀବର ଏ ଆଶ୍ରମ। ଏହି ଗିରି ତଳେ ଆମ୍ଭେ ଥିବା ତାର ବିଷୟ ମାନ ବୁଝିବା। ବିଶ୍ୱାସ ଆମ୍ଭଙ୍କୁ କଲେ ସିନା ଆମ୍ଭେ ତା ସଙ୍ଗେ ମୈତ୍ର ହେବା ହେ ଦେବ ତା ସଙ୍ଗେ ମୈତ୍ର ହେବା। ଏହା ବିଚାରନ୍ତେ ସୁଗ୍ରୀବର ଦେଖୁଥିଲା ସେ ଗିରି ଶିଖର। ରାମ ଲକ୍ଷ୍ମଣଙ୍କ ରୂପକୁ ଅନାଇ ଦୁରାନ୍ତ ସେ ସୁଗ୍ରୀବର ହେ ଦେବ ଦୁରାନ୍ତ ସେ ସୁଗ୍ରୀବର। ଆରୋହିଲେ ଆନଗିରି ଶିର ମନ୍ତ୍ରୀ ମାନେ ମିଳିଲେ କତିର। ହନୁ ବୋଲଇ କାହାକୁ ଭୟ କରି ପଳାଇଲ ଏତେ ଦୂର ହେ ଦେବ ପଳାଇଲ ଏତେ ଦୂର। ଶୁଣି ବୋଲନ୍ତି ବାନର ରାଜ ବାଳି ହତନୁ ହଇଟି ବୁଝ। ହରିହର ପ୍ରାୟ ଶୋଭା ପାଉଛନ୍ତି ଧନୁଷର ଧରି ସଜ ହେ ହନୁ ଧନୁଷର ଧରି ସଜା। ଶୁଣି ହନୁ ହେଲେ ଭିକ୍ଷୁ ସଜ ଦେଖି ରାମ ଲକ୍ଷ୍ମଣଙ୍କ ତେଜ। ଚରଣ ତଳେ ପରିଣ ପଚାରଇ ତୁମ୍ଭେ କେଉଁ ଦେବ ରାଜ ମୋ ଦେବ ତୁମ୍ଭେ କେଉଁ ଦେବ ରାଜ। ସବୁ ଲକ୍ଷ୍ମଣ ତାଙ୍କୁ କହିଲେ ରାମଚନ୍ଦ୍ରଟି ଏହୁ ବୋଇଲେ। ସୁଗ୍ରୀବର ସଙ୍ଗେ ମୈତ୍ର ହୋଇବେ ତାଙ୍କର ଦୟା ହୋଇଲେ ହେ ଭିକ୍ଷୁ ତାଙ୍କର ଦୟା ହୋଇଲେ। ସେହୁ ବୋଲଇ ମୁଁ ବୀରହନୁ ମୁହିଁ ଅଟଇ ପବନ ଶୁଣୁ। ମୋର କନ୍ଧେ ବସ ସୁଗ୍ରୀଭେ ଟାଇବି ବୋଲିବି ତାରିଲା ତନୁ ହେ ସେ ହନୁ ବୋଲିବି ତାରିଲା ତନୁ। ହନୁ ଚିହ୍ନିଲା ନିଜ ଗୋସାଇ ବେନି ଭାଇଙ୍କୁ କନ୍ଧେ ବସାଇ। ଋଷ୍ୟମୁଖ ଗିରି ଶିଖରେ ମିଳିଣ ଗଲା ତାହାଙ୍କୁ ବସାଇ ସେ ହନୁ ଗଲା ତାହାଙ୍କୁ ବସାଇ। ଯାଇ
বহিলা সুগ্রীব পাশ আজ ভয় গলা তুম্ভ নাশ বলে বিশি তুম্ভ আপনা সজীব দর্শন করিব আস হে ভূদেব দর্শন করিব আস শ্রীরাম লক্ষ্মণ ঋষ্যমুখে রখি হনু সুগ্রীব পাশে গলে রামଙ୍କ উদন্ত সকল সুগ্রীবে বুঝাই করি কহিলে দশরথ নন্দন ভুলু অছন্তি সকল বন তুম্ভ মিত্র হইବାକୁ মন ভয় ন কর কপিরাজন আস আস তাঙ্ক সঙ্গতরে ঋষ্যমুখে যাই কর ভেট শুনি সুগ্রীব নর নীল সুষেণ হইলে হইণ হৃষ্ট দেখি রাম মুখিলে সুগ্রী আসিয়া লিঙ্গন কলে মন্ত্রী মানে চরণে পড়িলে সেই ক্ষণি অগ্নি লগাইলে অগ্নি সাক্ষী করি মৈত্র হইলে শ্রীরাম কপিরাজন পুণ পুণ করি অগ্নি প্রদক্ষিণ কহନ୍ତି সত্য বচন আহে কপীশ্বর আজু আম্ভর দুঃখ তুম্ভর তুম্ভ দুঃখ সহজে আম্ভর সুগ্রীব বলে করুণা তুম্ভর হেমন্ত কহিণ ডাল ভাঙ্গি দেই রাম লক্ষ্মণে বসাই সুগ্রীব বসিলে আউ মানে উভা হইলে মণ্ডলী হই চেতি কহে লক্ষ্মণ বনবাস যে বড় কারণ খর দূষণଙ୍କର মରଣ କେବେ ସୀତାଙ୍କୁ ନେଲା ରାବଣ ଶୁଣୁଥିଲେ କବି ବିଶ୍ୱନାଥ ଖୁଣ୍ଟିଆକୃତ ବିଚିତ୍ର ରାମାୟଣର 36ତମ ଭାଗ। କଣ୍ଠଦାନ କରିଥିଲେ କରୁଣାକର ସେଠୀ, ସୁକାନ୍ତ କୁମାର କୁଣ୍ଡୁ ଏବଂ କେଶବ ଚନ୍ଦ୍ର ରାଉତ। ପ୍ରଯୋଜନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ସହଯୋଗିତା ଅଭୟ କୁମାର ଦାସ।